ଜଗନ୍ନାଥ ମୁଁ ମୁକ୍ତି ଆଉ ଏକ ନୂତନ ବ୍ଲଗକୁ ସ୍ୱାଗତ କରୁଛି। ଆସନ୍ତୁ ବୁଲିଯିବା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜବାଟୀ। ଆପଣଙ୍କୁ ବୁଲେଇକି ଦେଖେଇବୁ କିଛି ତା ପୁରୁଣା ଘର କିମ୍ବା ନୂଆ ଘର ବି ମଧ୍ୟ ତାକୁ ସବୁ କିଛି ଆପଣଙ୍କୁ ଦେଖେଇବୁ। ଜୟ ଜଗନ୍ନାଥ। ଫାଇନାଲି ଆମେ ଆଳି ରାଜବାଟୀ ପାଖରେ ପହଞ୍ଚି ଗଲୁଣୁ। ଦେଖନ୍ତୁ ସେଇ ଆଳି ରାଜବାଟୀର ପ୍ରଥମ ଦୃଶ୍ୟ ଦେଖନ୍ତୁ କେମିତି ଘର ପୁରୁଣା ଘର ଦେଖନ୍ତୁ କେତେ ସୁନ୍ଦର ହେଇଛି। ପୁରୁଣା ଘର ସବୁ ଦେଖନ୍ତୁ ଘରଟି ବହୁତ ଦୟନୀୟ ଅବସ୍ଥାରେ ପଡ଼ିଛି। ଏପଟ ଘର ଦେଖନ୍ତୁ ମାଙ୍କଡ଼ ମାନେ ମଧ୍ୟ ଖେଳୁଛନ୍ତି। ଦେଖନ୍ତୁ ସବୁ ଘର ବନା ହେଇଛି। ଦେଖନ୍ତୁ ସେଇ ଆଳି ରାଜବାଟୀର ପ୍ରଥମ ଦ୍ୱାରରେ ଏଇ ଘରଟି ହେଇଛି। ବହୁତ ଦୟନୀୟ ଅବସ୍ଥାରେ ଅଛି। କିନ୍ତୁ ଦେଖନ୍ତୁ ଏଇଟା ହେଉଛି ଭିତରକୁ ଯିବା ଦ୍ୱାର ଆଳି ରାଜବାଟୀର। ଏ ଦେଖନ୍ତୁ ଛପରର ଘର ବନା ହେଇଛି। ସିଂହ ଦ୍ୱାରରେ ସିଂହ ଆସିଛନ୍ତି। ରାଜବାଟୀରେ କିଛି ତାଙ୍କ ଲୋକ ସବୁ ରହୁଛନ୍ତି। ଦେଖନ୍ତୁ କିଛି ଲୋକ ସେ ରାଜବାଟୀରେ ଲୋକ ସବୁ ରହୁଛନ୍ତି। ଏସବୁ ପାର୍କ ଭଳି କରିଛନ୍ତି। ଏଇ ଭିତର ଦୃଶ୍ୟ ଦେଖନ୍ତୁ ଆମ୍ବ ଗଛ ଲଗେଇଛନ୍ତି। ଗୋଟେ ଫୁଲ ଗଛ ହେଉଛି ପୁରୁଣା ଘର ଦେଖନ୍ତୁ। ଦେଖନ୍ତୁ କୋଉ ଭଳିଆ ଭଗ୍ନ ଅବସ୍ଥାରେ ଘରଟି ଅଛି। ଭିତରର ଘର ପୁରା ଭଙ୍ଗି ପଡ଼ିଯାଇଛି। ଏ ଘର ବଡ଼ ଦେଖନ୍ତୁ ଭିତର ଯିବା ପାଇଁ ରାସ୍ତା। ରାଜବାଟୀର ଏଇଟା ହେଉଛି ଭିତରର ଦୃଶ୍ୟ ଦେଖନ୍ତୁ। ଏସବୁ ଘରର ଦୃଶ୍ୟ ଦେଖନ୍ତୁ। ଦେଖନ୍ତୁ ସେଇ ଆଳି ରାଜବାଟୀର ଦୃଶ୍ୟ। ଏଗୁଡ଼ା ସବୁ ପାର୍କ ଭଳିଆ କରିଛନ୍ତି। ମଧ୍ୟ ଫୁଲ ଗଛ କେଡ଼େ ସୁନ୍ଦର ମନଲୋଭା ଦିଶୁଛି ଦେଖନ୍ତୁ। ସେଇ ସବୁ ଗଛ ସବୁ ଲଗେଇଛନ୍ତି ସେଇ ରାଜବାଟୀର ଭିତରେ। ଏଇଠି ସେଠି ଚାଲା ଘର ବି ମଧ୍ୟ ଅଛି। ଏଠି ବଡ଼ ବଡ଼ ଖଜୁରୀ ଗଛ ଟାଇପ୍ର ସେ ଗଛ ଗୁଡ଼ିକ ସବୁ ଲଗେଇଛନ୍ତି ସଜା ବିଭିନ୍ନ ପ୍ରକାରର। ସେପଟରେ ରାଜବାଟୀ ଦେଖନ୍ତୁ ତା ଭିତରର ଦୃଶ୍ୟ ଦେଖନ୍ତୁ। ଦେଖନ୍ତୁ ଆଗରୁ ସବୁ କେମିତି ଘର ସବୁ ବନା ହେଉଥିଲା। ସେଇ ଘର ଆଳି ରାଜା ସେଇ ଘରରେ ରହୁଥିଲେ। ସେ ଦେଖନ୍ତୁ ବର୍ଷା ବି ମଧ୍ୟ ହେଉଛି। ବ୍ଲକ୍ ବି ମଧ୍ୟ ଚାଲିଛି ଆଳି ରାଜବାଟୀରେ।
ଦେଖନ୍ତୁ କେମିତି ଭଗ୍ନ ଅବସ୍ଥାରେ ଏ ଘର ସବୁ ପଡ଼ିଛି। ଦେଖନ୍ତୁ କେତେ ଦୟନୀୟ ଅବସ୍ଥାରେ ପଡ଼ିଛି। ଏପଟେ ସବୁ ନୂଆ ସବୁ ଘର ସବୁ ବନା ହେଇଛି, ନୂତନ ଘର। ସେପଟରେ ବି ନୂତନ ଘର ସବୁ ବନା ହେଇଛି। ସେପଟେ ମଧ୍ୟ ପାର୍କ ଟାଇପ୍ରେ ବି ମଧ୍ୟ କରିଛନ୍ତି। ଦେଖନ୍ତୁ ଏଠି ସବୁ ସୁନ୍ଦର ଭାବରେ ଗଛ ଲଗେଇଛନ୍ତି। ଦେଖନ୍ତୁ ଏଠି ମଧ୍ୟ ପୁରୁଣା ଘର ଅଛି। ଦେଖନ୍ତୁ କେତେ ବର୍ଷର ପୁରୁଣା ଘର। ଦେଖନ୍ତୁ ପୁରୁଣା ଘର। ଏପଟେ ସବୁ ଆହୁରି ବି ଏଠି ବି ଘର ଦେଖନ୍ତୁ। ଏହି ଆଳି ରାଜବାଟୀର ଚତୁଃପାର୍ଶ୍ୱର ଦୃଶ୍ୟ ଦେଖନ୍ତୁ। ଏଠି ସବୁ ଘର ବନା ହେଇଛି। ସେପଟରେ ଏପଟେ ସବୁ ଜାଗା ସବୁ ଅଛି ବିଭିନ୍ନ ପ୍ରକାରର। ମଧ୍ୟ କାମ ବି ମଧ୍ୟ ଚାଲିଛି। ଦେଖନ୍ତୁ ଏଠି ପୁନର୍ବନୀକରଣ ପାଇଁ ବା ପୁନରୁତ୍ଥାନ ପାଇଁ ଚାଲିଛି ସବୁ କାମ। ଦେଖନ୍ତୁ ଦେଖନ୍ତୁ ସେଇ ଆଳି ରାଜବାଟୀରେ ଚତୁଃପାର୍ଶ୍ୱରେ ଏଭଳି ସବୁ ଘର ସବୁ ବନା ହେଉଛି ଓ ପୁନର୍ବନୀକରଣ କରାହେଉଛି। ଦେଖନ୍ତୁ ସେ ପୁରୁଣା ବି ଘର ବି ଗଲାଣି, ଅଳ୍ପ ମାତ୍ରାରେ କିଛି ଅଛି। ସେଇ ଜାଗା ଏରିଆ ମଧ୍ୟରେ ବି କିଛି ଘର ବନା ହେଉଛି। ଘରର କାମ ଚାଲିଛି। ଦେଖନ୍ତୁ ବାଉଁଶ ମଧ୍ୟ ବନ୍ଧା ହେଇଛି। ଘର ବି କାମ ଚାଲିଛି। ବର୍ଷା ପାଗରେ ମଧ୍ୟ ଏଠି କାମ ଚାଲିଛି। ଦେଖନ୍ତୁ ଦେଖନ୍ତୁ କାମ ଜୋରସୋର ଲାଗିଛି। ଦେଖନ୍ତୁ ସେଇ ଆଳି ରାଜବାଟୀ ପଛପଟର ଦୃଶ୍ୟ। ଏଠି ମଧ୍ୟ ନଦୀ ଗୋଟେ ବହି ଯାଇଛି। ସେପଟୁ ଗୋଟେ ନଦୀ ବାହାରିଛି, ଏପଟୁ ଗୋଟେ ନଦୀ ଉପନଦୀ ବାହାରିଛି। ଦେଖନ୍ତୁ ସେଇ ରାଜବାଟୀର କିଛି କାମ ଚାଲିଛି, ପୁନରୁଦ୍ଧାର ପାଇଁ କାମ ଚାଲିଛି। ସବୁ ଲୋକମାନେ ମନେ ରଖିବା ପାଇଁ ସବୁ ଏସବୁ ପ୍ରସ୍ତୁତି ଚାଲିଛି। ଦେଖନ୍ତୁ ସେଇ ଚତୁଃପାର୍ଶ୍ୱର ଦୃଶ୍ୟ। ଦେଖନ୍ତୁ ପଥରରେ ସବୁ ପାହାଚ ବନା ହେଇଛି। ଦେଖନ୍ତୁ ସେଇ ଚତୁଃପାର୍ଶ୍ୱର ଦୃଶ୍ୟ, ଆଳି ରାଜବାଟୀର ଚତୁଃପାର୍ଶ୍ୱର ଦୃଶ୍ୟ।
ନଦୀ ମୋହନ ଗୋଟେ ସିଙ୍ଗି ଗୋଟେ ନେଇକି ଯେଟା ଗୋଟେ ଯାଇଛି